देखो शिखरे आपणଙ୍କୁ स्वागत। आज ମୁଁ ଆପଣଙ୍କ ପାଇଁ ନେଇ ଆସିଛି ଦେଶ ବିଦେଶର 30ଟି ଗୁରୁତ୍ୱପୂର୍ଣ୍ଣ ଖବର। ଆପଣଙ୍କୁ ଅନୁରୋଧ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବେ। ନମ୍ବର 1 ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଏ ବର୍ଷ ରଥଯାତ୍ରା ବନ୍ଦ। ଚଳିତ ବର୍ଷ ବଡ଼ଦାଣ୍ଡରେ ଗଡ଼ିବନି ରଥ। ଏ ବର୍ଷ ପୁରୀ ରଥଯାତ୍ରାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମହାମାରୀ ଯୋଗୁଁ ଚଳିତ ବର୍ଷ ରଥଯାତ୍ରା ହେବ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ କାଲି ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ବସିଥିବା 3 ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଲୋକଙ୍କ ସୁରକ୍ଷା ସାଧାରଣ ସ୍ୱାର୍ଥ ପାଇଁ ରଥଯାତ୍ରା ବନ୍ଦ ହୋଇଥିବା ସେ କହିଛନ୍ତି। କେବଳ ପୁରୀ ନୁହେଁ, ଚଳିତ ବର୍ଷ ଓଡ଼ିଶାର କୌଣସି ବି ସ୍ଥାନରେ ରଥଯାତ୍ରା ହୋଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ନମ୍ବର 2 ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବେ କେନ୍ଦ୍ର ସରକାର। ମହାମାରୀ ପାଇଁ କାମ ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇବେ କେନ୍ଦ୍ର ସରକାର। ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ରୋଜଗାର ପାଇଁ ଆରମ୍ଭ ହେବ ଗରିବ କଲ୍ୟାଣ ରୋଜଗାର ଯୋଜନା। ଏହି ଯୋଜନାକୁ ଆସନ୍ତା 20 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିବେ। ବିଭିନ୍ନ ରାଜ୍ୟର 116 ଜିଲ୍ଲାରେ ପ୍ରଥମେ ଗରିବ କଲ୍ୟାଣ ରୋଜଗାର ଯୋଜନା ଆରମ୍ଭ ହେବ। ଏନେଇ କାଲି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରାୟ 50,000 କୋଟି ଟଙ୍କା ଏହି ଯୋଜନାରେ ବିନିଯୋଗ କରାଯିବ। କାମ ହରାଇଥିବା ଶ୍ରମିକଙ୍କୁ ପ୍ରାୟ 25 ପ୍ରକାର କାମ ଦିଆଯିବ। ଓଡ଼ିଶା ସମେତ ବିହାର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଏବଂ ରାଜସ୍ଥାନରେ ପ୍ରଥମେ ଏହାକୁ ଲାଗୁ କରାଯିବ। ନମ୍ବର 3 6 ଘଣ୍ଟା ଧରି ମେଜର ଜେନେରାଲ ସ୍ତରରେ ଭାରତ ଚୀନ ମଧ୍ୟରେ ଆଲୋଚନା। ଲଦାଖରେ ଭାରତ ଏବଂ ଚୀନ ସେନା ମୁହାଁମୁହିଁ ହେବା ପରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି। ଗୁରୁବାର ଦିନ ଦୁଇ ଦେଶର ସାମରିକ ଅଧିକାରୀଙ୍କ ମଧ୍ୟରେ ବିବାଦର ସମାଧାନ ପାଇଁ ବୈଠକ ଅନୁଷ୍ଠିତ ହୋଇଛି। ହିଂସାର 3 ଦିନ ପରେ ହୋଇଥିବା ଏହି ବୈଠକରେ ଆଲୋଚନା ସକାରାତ୍ମକ ରହିଥିବା ଜଣାପଡ଼ିଛି। ଅନେକ ପ୍ରସଙ୍ଗରେ ଉଭୟ ପକ୍ଷ ସହମତି ପ୍ରକାଶ କରିଥିବା ସୂଚନା ରହିଛି। ତେବେ ଆଗାମୀ ଦିନରେ ସରକାର ଏନେଇ ସ୍ପଷ୍ଟୀକରଣ ରଖିବେ ବୋଲି ଜଣାପଡ଼ିଛି। ଶୁକ୍ରବାର ମଧ୍ୟ ଏହି ପ୍ରସଙ୍ଗରେ ବୈଠକ ହେବ ବୋଲି ଜଣାପଡ଼ିଛି। ଗୁରୁବାର ସକାଳ 10:30ରେ ଆରମ୍ଭ ହୋଇଥିଲା ଏହି ବୈଠକ। ପ୍ରାୟ 6 ଘଣ୍ଟା ଧରି ଏହି ବୈଠକ ଚାଲିଥିଲା। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଭାରତ ସର୍ବଦା ଶାନ୍ତିପୂର୍ଣ୍ଣ ସମାଧାନ ସପକ୍ଷରେ ଅଛି, କିନ୍ତୁ ପରିସ୍ଥିତି ଅନୁଯାୟୀ ସମସ୍ତ ପ୍ରକାରର ପ୍ରତିଶୋଧ ପାଇଁ ମଧ୍ୟ ଭାରତ ପ୍ରସ୍ତୁତ ରହିଛି। ନମ୍ବର 4 ପୁଣି 174 ଜଣ ମହାମାରୀ ପଜିଟିଭ୍ ଚିହ୍ନଟ। ଆରୋଗ୍ୟ ହେଲେ 97 ଆକ୍ରାନ୍ତ। ରାଜ୍ୟରେ କାଲି ପୁଣି 174 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4,512କୁ ବୃଦ୍ଧି ପାଇଛି। 97 ଜଣ ମହାମାରୀରୁ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ସେମାନଙ୍କ ଭିତରୁ କଟକରୁ ସର୍ବାଧିକ 17 ଜଣ ଅଛନ୍ତି। ଏମାନଙ୍କୁ ମିଶାଇ 3,144 ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି। ଅପରପକ୍ଷରେ 11 ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ପାଣିପାଗ ସୂଚନା। ଓଡ଼ିଶାରେ 3 ଦିନ ଯାଏଁ ପ୍ରବଳ ବର୍ଷା ସମ୍ଭାବନା। ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି। ଏହା ପ୍ରଭାବରେ ରାଜ୍ୟରେ 3 ଦିନ ଧରି ପ୍ରବଳ ବର୍ଷା ହେବ। କାଲି ଅଭ୍ୟନ୍ତରୀଣ ଓଡ଼ିଶାର 1-2ଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଆଜି ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ଦେଓଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଆଦି ଅଞ୍ଚଳରେ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାସହ ଶନିବାର ମଧ୍ୟ ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗୀର, ସୋନପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ବର୍ତ୍ତମାନ କୌଣସି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ନମ୍ବର 6 ଗଲୱାନ ସଂଘର୍ଷ ପାଇଁ ନୂଆଦିଲ୍ଲୀକୁ ଦୋଷ ଦେଲା ଚାଇନା। ଲଦାଖର ଗଲୱାନ ଭ୍ୟାଲିରେ ଭାରତ ଚାଇନା ମଧ୍ୟରେ ଦେଖାଯାଇଥିବା ରକ୍ତାକ୍ତ ସଂଘର୍ଷ ଘଟଣାରେ ବେଜିଂ ନୂଆ ଭେଡ଼ିକି ଦେଖାଇଛି। ଭାରତକୁ ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହୁ ଚୁନ୍ଇଂ ସଂଘର୍ଷ ପାଇଁ ଦାୟୀ କରିଛନ୍ତି। ସେ କହିଛନ୍ତି, ସୋମବାର ସନ୍ଧ୍ୟାରେ ଭାରତୀୟ ସେନା ପୂର୍ବରୁ ହୋଇଥିବା ବୁଝାମଣାକୁ ଉଲ୍ଲଂଘନ କରି ଏଲ୍ଏସି ଅତିକ୍ରମ କରିଥିଲା। ଏଥିସହ ସୀମା ଡେଇଁ ଚାଇନା ସେନା ସହ ବିବାଦ କରିଥିଲା। ଉତ୍ତେଜନା ସୃଷ୍ଟି କରିବା ପାଇଁ ଭାରତୀୟ ଯବାନମାନେ ଚାଇନିଜ୍ ଅଫିସିଆଲ ଓ ସୈନ୍ୟଙ୍କୁ ଆକ୍ରମଣ କରିଥିଲେ। ଫଳରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ହାତାହାତି ସ୍ଥିତି ସୃଷ୍ଟି ହୋଇଥିଲା। ଭାରତ କେବେ ହେଲେ ବର୍ତ୍ତମାନର ସ୍ଥିତିକୁ ହାଲୁକା ଭାବେ ଗ୍ରହଣ ନ କରୁ, ସେହିପରି ଚାଇନାକୁ ବି କମଜୋର ନ ଭାବୁ। ଚାଇନା ସର୍ବଦା ନିଜ ଦେଶର ଅଖଣ୍ଡତା ଓ ସ୍ଥିରତା ପାଇଁ ପ୍ରତିଶ୍ରୁତିବଦ୍ଧ। ଏହାକୁ ପାଳନ କରିବାକୁ ଆମେ ପ୍ରସ୍ତୁତ। ଦେଶର ସୁରକ୍ଷା ପାଇଁ ଚାଇନା କିଛି ବି କରିପାରିବ। ନମ୍ବର 7 ଥମୁନି ତୈଳ ଦର ପୁଣି ବଢ଼ିଲା। ଦେଶରେ ତୈଳ ଦର କମିବାର ନାଁ ଧରୁନି। କାଲି କ୍ରମାଗତ 12ତମ ଦିନରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଛି। ପେଟ୍ରୋଲର ଲିଟର ପିଛା 53 ପଇସା ବଢ଼ିଥିବା ବେଳେ ଡିଜେଲର ଲିଟର ପିଛା 64 ପଇସା ମହଙ୍ଗା ହୋଇଛି। ଏହି ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ରେଟ୍ 77 ଟଙ୍କା 81 ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା 76 ଟଙ୍କା 43 ପଇସା ହୋଇଛି। ଗତ 12 ଦିନ ମଧ୍ୟରେ ପେଟ୍ରୋଲ 6 ଟଙ୍କା 55 ପଇସା ଓ ଡିଜେଲ 7 ଟଙ୍କା 4 ପଇସା ମହଙ୍ଗା ହେଲାଣି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିଲେ ହେଁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବା ଜନସନ୍ତୋଷକୁ ତୀବ୍ର କରିଛି। କେନ୍ଦ୍ରର ମୋଦି ସରକାରଙ୍କୁ ବର୍ଦ୍ଧିତ ଦର ପାଇଁ ଦାୟୀ କରି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ମଧ୍ୟ କରାଯାଉଛି। ନମ୍ବର 8
ରୁଷିଆରୁ 33ଟି ଲଢୁଆ ବିମାନ କିଣିବାକୁ ଭାରତୀୟ ବାୟୁସେନାର ନିଷ୍ପତ୍ତି। ଚୀନ ସହିତ ଭାରତର ତିକ୍ତତା ଚରମ ସୀମାରେ ପହଞ୍ଚି ସାରିଥିବା ବେଳେ ଭାରତ ନିଜର ସାମରିକ ଶକ୍ତି ବୃଦ୍ଧି ପାଇଁ ଉଦ୍ୟମ ଆରମ୍ଭ କରିଛି। ରୁଷିଆଠାରୁ 12ଟି ସୁଖୋଇ ଓ 21ଟି MiG-29 ଖରିଦ ପାଇଁ ଭାରତୀୟ ବାୟୁସେନା ନିଷ୍ପତ୍ତି ନେଇଛି। ଏସବୁ ଲଢୁଆ ବିମାନଗୁଡ଼ିକୁ ତୁରନ୍ତ ଖରିଦ ପାଇଁ ଭାରତ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ଏଗୁଡ଼ିକ ଭାରତୀୟ ବାୟୁସେନାର ଥିବା ଲଢୁଆ ବିମାନ ଅଭାବ ପୂରଣ କରିବାକୁ ସହାୟକ ହେବ। ପ୍ରାୟ 5,000 କୋଟିର ଏହି ପ୍ରସ୍ତାବକୁ ବାୟୁସେନା ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପଠାଇ ଦିଆଯାଇଛି। ଆସନ୍ତା ସପ୍ତାହରେ ମନ୍ତ୍ରଣାଳୟ ଏ ସମ୍ପର୍କରେ ନିଷ୍ପତ୍ତି ନେବ। 2016ରେ ଫ୍ରାନ୍ସରୁ 36ଟି ରାଫେଲ ବିମାନ ଖରିଦ ଚୁକ୍ତି ପରେ ଏହା ହେଉଛି ଦ୍ୱିତୀୟ ବୃହତ୍ ବିମାନ ଖରିଦ ଚୁକ୍ତି। ନମ୍ବର 9 ମହଙ୍ଗା ହେବ ଚିନି, ଏମ୍ଏସ୍ପି ବଢ଼ାଇବାକୁ ସରକାରଙ୍କ ବିଚାର। ଦେଶରେ ଗୋଟିଏ ପଟେ ପେଟ୍ରୋଲ ଓ ଡିଜେଲ ଦାମ ଦୈନିକ ବଢ଼ି ଚାଲିଥିବା ବେଳେ ଆଉ ଏକ ଅତ୍ୟାବଶ୍ୟକ ସାମଗ୍ରୀ ଚିନି ମହଙ୍ଗା ହେବାର ଆଶଙ୍କା ଦେଖାଦେଇଛି। ଚିନିର ସର୍ବନିମ୍ନ ବିକ୍ରି ମୂଲ୍ୟ ଏବେ କିଲୋଗ୍ରାମ ପିଛା 31 ଟଙ୍କା ଥିବାବେଳେ ସରକାର ତାହାକୁ ବଢ଼ାଇବାକୁ ବିଚାର କରୁଛନ୍ତି। ଏହାଦ୍ୱାରା ମିଲରମାନେ ଚାଷୀମାନଙ୍କର ବକେୟା ରଖିଥିବା ପ୍ରାୟ 22,000 କୋଟିର ଦେୟ ପରିଶୋଧ କରିପାରିବେ ବୋଲି କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ କହିଛନ୍ତି। ଯଥାଶୀଘ୍ର ଯେପରି ଚାଷୀଙ୍କ ହାତକୁ ଟଙ୍କା ଯିବ ସେ ନେଇ ସରକାର ଉଦ୍ୟମ କରୁଛନ୍ତି। ଏହି ଏମ୍ଏସ୍ପି ବୃଦ୍ଧି ପ୍ରସ୍ତାବ ସମ୍ପର୍କରେ ରାଜ୍ୟ ସରକାରଙ୍କ ମତାମତ ଲୋଡ଼ାଯାଇଛି। ନୀତି ଆୟୋଗ ମଧ୍ୟ ଏହାକୁ ସମର୍ଥନ କରୁଛି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ଏପରି ନିଆଯିବ ଯେପରି ଚାଷୀ ଉପକୃତ ହେବେ କିନ୍ତୁ ଖାଉଟି ପ୍ରଭାବିତ ହେବେ ନାହିଁ ବୋଲି ସେ କହିଛନ୍ତି। କିନ୍ତୁ ଚିନିର ସର୍ବନିମ୍ନ ବିକ୍ରି ମୂଲ୍ୟ କେତେ ବଢ଼ିବ ସେ ସମ୍ପର୍କରେ ସେ କିଛି କହିନାହାନ୍ତି। ନମ୍ବର 10 ଚୀନ ଜିନିଷ ବୟକଟ୍ କରିବାକୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ। ଗଲୱାନ ଉପତ୍ୟକାରେ ଦେଶର 20 ବୀର ଯବାନ ଶହୀଦ ହେବା ପରେ ଦେଶରେ ତେଜିଛି ଚୀନ ବିରୋଧୀ ନାରା। ଏଯାବତ୍ କୌଣସି ମନ୍ତ୍ରୀ ଚୀନ ବିରୋଧରେ ମୁହଁ ଖୋଲି ନଥିଲେ। ଏବେ କିନ୍ତୁ କେନ୍ଦ୍ର ଯୋଗାଣ ମନ୍ତ୍ରୀ ରାମବିଲାସ ପାସୱାନ ଚୀନକୁ ବୟକଟ୍ କରିବାକୁ ଆହ୍ୱାନ କରିଛନ୍ତି। ଏମିତିକି ଆଗାମୀ ଦିନରେ ଚୀନରୁ ଆସୁଥିବା ସମସ୍ତ ଜିନିଷ ଉପରେ BIS ଗୁଣବତ୍ତାକୁ ଦେଖି ଆମଦାନୀ କରାଯିବ ବୋଲି କହିଛନ୍ତି ରାମବିଲାସ। ଏମିତିକି ନିଜ ମନ୍ତ୍ରଣାଳୟର ଖାଦ୍ୟ ଯୋଗାଣ ବିଭାଗର ଅଧିକାରୀଙ୍କୁ ଚୀନ ଜିନିଷ ବ୍ୟବହାର ନ କରିବାକୁ ଆହ୍ୱାନ କରିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ କହିଛନ୍ତି ଯେ ଦେଶରେ ଥିବା ଚାଇନିଜ ହୋଟେଲ ରେଷ୍ଟୁରାଣ୍ଟ ବନ୍ଦ ହେବା ଦରକାର। ଏଥିସହ ଚୀନରୁ ଆସୁଥିବା ଜିନିଷକୁ ବ୍ୟବହାର ନ କରିବା ଦରକାର। ଚୀନ ଏକ ବିଶ୍ୱାସଘାତକ ଦେଶ। ଭାରତ ଚୀନର ଜିନିଷକୁ ବୟକଟ୍ କରିବା ଦରକାର ବୋଲି ସେ କହିଛନ୍ତି। ଆଠୱାଲେ କେନ୍ଦ୍ରର ସାମାଜିକ ନ୍ୟାୟ ସଶକ୍ତିକରଣ ବିଭାଗର ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି। ନମ୍ବର 11 ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ ମାନିବେ ରାଜ୍ୟ ସରକାର। ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ କରିବେ ରାଜ୍ୟ ସରକାର। ରଥଯାତ୍ରା ସଂକ୍ରାନ୍ତରେ ସୁପ୍ରିମକୋର୍ଟ ଯେଉଁ ରାୟ ପ୍ରଦାନ କରିଛନ୍ତି ତାହାକୁ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି। ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କାଲି ସନ୍ଧ୍ୟାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ କ୍ୟାବିନେଟ୍ ମନ୍ତ୍ରଣାଳୟର ମୁଖ୍ୟ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ପ୍ରମୁଖ ଉପସ୍ଥିତ ଥିଲେ। ସଂକ୍ରମଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଚଳିତ ବର୍ଷ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ବୈଠକରେ ଆଲୋଚନା ହେବା ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ନମ୍ବର 12 ବିମାନ ବନ୍ଦରରେ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ। ପୂର୍ବ ଲଦାଖର ଗଲୱାନ ଉପତ୍ୟକାରେ ଭାରତ ଚୀନ ମଧ୍ୟରେ ହୋଇଥିବା ଲଢ଼େଇରେ ଶହୀଦ ହୋଇଥିବା 2 ଜଣ ଓଡ଼ିଆ ଯବାନ ଚନ୍ଦ୍ରକାନ୍ତ ପ୍ରଧାନ ଓ ନନ୍ଦୁରାମ ସୋରେନଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ବୀର ଯବାନଙ୍କ ମର ଶରୀରରେ ଶ୍ରଦ୍ଧାଞ୍ଜଳି ଦିଆଯିବା ସମୟରେ ବହୁ ନେତା, ମନ୍ତ୍ରୀ ଓ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମଧ୍ୟ ଉପସ୍ଥିତ ଥିଲେ। ନମ୍ବର 13 ଦିନକରେ 12,881 ପଜିଟିଭ୍, 12,000 ଡେଇଁଲା ମୃତ୍ୟୁ ସଂଖ୍ୟା। ଦିନକୁ ଦିନ ଦେଶରେ ବେକାବୁ ହେବାରେ ଲାଗିଛି ମହାମାରୀ। ବିଶ୍ୱର ମହାମାରୀ କ୍ଷତିଗ୍ରସ୍ତ ଦେଶଗୁଡ଼ିକର ତାଲିକାର ଚତୁର୍ଥ ସ୍ଥାନରେ ଥିବା ଭାରତରେ ମହାମାରୀ ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗୋଟିଏ ଦିନରେ ଭାରତରେ ରେକର୍ଡ 12,881 ଜଣ ପଜିଟିଭ୍ କେସ୍ ସାମ୍ନାକୁ ଆସିଛି। ଏଥିସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3,66,946କୁ ବୃଦ୍ଧି ପାଇଛି। ସେହିପରି ଗତ 24 ଘଣ୍ଟାରେ ମହାମାରୀ 334 ଜଣଙ୍କର ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ ମହାମାରୀ ଜନିତ ମୃତ୍ୟୁ ସଂଖ୍ୟା 12,000 ପାର କରିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ 12,237 ଜଣ ମହାମାରୀ ଯୋଗୁଁ ପ୍ରାଣ ହରାଇ ସାରିଲେଣି। ତେବେ ମହାମାରୀ ସଂକ୍ରମଣ ଯେଉଁ ହାରରେ ବଢ଼ୁଛି ସେହି ଅନୁପାତରେ ଆରୋଗ୍ୟଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ନମ୍ବର 14 ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଠିକ୍ ସମୟରେ ଦରମା ପ୍ରଦାନ ପାଇଁ କେନ୍ଦ୍ରର ନିର୍ଦ୍ଦେଶ। ମହାମାରୀ ବିରୁଦ୍ଧରେ ଲଢ଼ୁଥିବା ବେଳେ ଏହି ଲଢ଼େଇରେ ଯୋଦ୍ଧା ଭାବେ ଅବତୀର୍ଣ୍ଣ ହୋଇଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ। କିନ୍ତୁ କେତେକ ରାଜ୍ୟରେ ଡାକ୍ତରମାନଙ୍କୁ ଠିକ୍ ସମୟରେ ଦରମା ମିଳୁନଥିବାରୁ କିଛି ଦିନ ତଳେ ସୁପ୍ରିମକୋର୍ଟ ସରକାରଙ୍କ ଉପରେ ବିରକ୍ତ ହେବା ସହ ଏହି କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ସରକାର କାଲି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ନୋଟିସ୍ ଜାରି କରି କୋଭିଡ୍-19 ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଠିକ୍ ସମୟରେ ଦରମା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକୁ ଗୁରୁତର ସହ ପାଳନ କରିବାକୁ କୁହାଯାଇଛି। ଏହି ନିର୍ଦ୍ଦେଶ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭିନ୍ନ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସତର୍କ କରାଇ ଦେଇଛନ୍ତି। ନମ୍ବର 15 ଭାରତକୁ ଜାତିସଂଘରେ ମିଳିଲା ବଡ଼ ପଦବୀ।
विश्व दरबार रे भारत को बड़ मान्यता मिली। मिलित जातिसंघ सुरक्षा परिषदर अस्थायी सदस्य भाव भारत निर्द्वंद्व निर्वाचित होईछि। 2 वर्ष धरी जातिसंघ सुरक्षा परिषद रे भारत एही मान्यता पाइब। गतकाली होइथिबा भोटिंग प्रक्रिया रे जातिसंघर 193 देश मध्यरु भारत को अस्थायी सदस्य भाव ग्रहण करने सपक्ष में 184 भोट पड़ी। फल भारत बेस आराम रे जातिसंघ सुरक्षा परिषदर अस्थायी सदस्य हो जाइछि। भारत व्यतीत आयरलैंड, मेक्सिको, नॉर्वे मध्य जातिसंघ सुरक्षा परिषद को आगामी 2 वर्ष पर निर्वाचित होइछन्ति। जातिसंघ पक्षरु भोटिंग परे घोषणा कर जाइछि जे एशिया पैसिफिक कैटेगरी रे भारत 2021-22 वर्ष पर मनोनीत होइछि। नंबर 16 41 कोयला खनिर कमर्शियल नीलाम प्रक्रिया आरंभ। व्यावसायिक लक्ष्य रखी खनि नीलाम प्रक्रिया आरंभ हेबा अवसर में काली प्रधानमंत्री नरेंद्र मोदी देशवासी को उद्बोधन देइछन्ति। पूर्व विभिन्न कंपानी निजर आवश्यकता अनुसार खनि उत्तोलन करुथिले, हेले एबे कंपानी गुड़िक खनिर रप्तानी पई याकु उत्तोलन करि परिबे। या उपरे कोनोसी प्रकारर प्रतिबंधक रहिबो नाही। व्यावसायिक नीलामी प्रक्रिया रे प्राय 41 टी खनि को विभिन्न कंपानी को दिया जिवो। एही प्रक्रिया रे उभय घरोई और विदेशी कंपानी शामिल होई परिबे। 100% एफडीआई को भी एथिरे सुजोग मिलिछि। एभली व्यवस्था द्वारा अर्थनैतिक स्तर रे भारत सुदृढ़ होई परिबो और आत्मनिर्भर होई परिबो बोली प्रधानमंत्री मोदी कहिसंती। नंबर 17 चाइना पर भारतर प्रहार, 500 कोटी चुक्ति बातिल। चाइना को आर्थिक स्तर में दुर्बल करने को भारत गोटी चढ़ाइबा आरंभ करिछि। गतकाली बीएसएनएल को कौनसी प्रकार चाइनीज प्रजुक्ति शैली व्यवहार न करने को सरकार कहिथिले। काली आउ एक बड़ निष्पत्ति निया जाइछि। भारतीय रेलबाई चाइना सह 500 कोटी प्रकल्प पई करिथिबा चुक्ति को बातिल करने को घोषणा करिछि। एने रेलबाई पक्षरु विश्व बैंक को चिठी लिखा जाइछि। चाइनार रेलबाई सिग्नाल कम्युनिकेशन कॉर्पोरेशन 2016 रे भारतीय रेलबाई सह 500 कोटी चुक्ति करिथिला। चुक्ति अनुसार भारतीय रेलबाईर डिजाइनिंग, सप्लाइंग, निर्माण, टेस्टिंग और कमिशनिंग, सिग्नालिंग, टेलीकम्युनिकेशन और एसोसिएटेड वर्कर देखाशुना करिथांता। नंबर 18 अग्निशम सेवा संस्था दक्षता वृद्धि निमंते आसिबो हाईटेक जंत्रपाति। राज्य सरकार विपर्यय परिचालना दक्षता वृद्धि पाई निष्पत्ति नैछन्ति। एने उन्नयन कमिशनर सुरेश चंद्र महापात्रଙ୍କ अध्यक्षतार एक गुरुत्वपूर्ण बैठक अनुष्ठित हो जाइछि। बैठक में अग्निशम सेवा संस्थार दक्षता वृद्धि निमंते योजना प्रस्तुत होइछि। सरकार हाईटेक जंत्रपाति किणिबे। अग्निशम सेवा संस्था दक्षता वृद्धि निमंते सरकार हाईटेक जंत्रपाति किणिबे। एथिपई 39.58 कोटी टंकार व्यय अटकड़ को अनुमोदन मिलिछि। ओड्राफ यूनिट्र दक्षता वृद्धि निमंते हाईटेक सरंजाम आसिबो। एथिपई 65.35 कोटी टंकार अटकड़ अनुमोदन होइछि। एतद व्यतीत 10टी ओड्राफ यूनिट्र कार्यालय निर्माण हेबो। एथिपई 34 कोटी टंकार व्यय अटकड़ अनुमोदन होइछि। नंबर 19 लद्दाख प्रसंग में राहुलଙ୍କ अभियोगर जवाब देले जयशंकर। लद्दाखर गलवान उपत्यकार चीन और भारत मध्य होइतिबा हिंसा को नहीं सरकार और विरोधी मुहांमुही होइछन्ति। कांग्रेस नेता राहुल गांधी ट्वीट करी प्रश्न करिछन्ति, पेट्रोलिंग करिबाकु जाइथिबा सैनिक माननकु बिना अस्त्र रे काहेकि पठागला। यार उत्तर रे वैदेशिक मंत्री एस जयशंकर कहिछन्ति जे सीमारे थिबा समस्त जवान सर्वदा पाखरे अस्त्रशस्त्र रखिथांती। राहुलଙ୍କ ट्वीट उपरे जयशंकर आहुरी कहिछन्ति, सीमारे थिबा समस्त जवान अस्त्रशस्त्र नै निज कैंपरु बाहर को जांती। 15 जून रे मध्ये पेट्रोलिंग करिबाकु जाइथिबा बेले सेना माने अस्त्रशस्त्र रखिथिले। तेबे 1996 और 2005 चुक्तिनामा अनुଯାयी मुहांमुही बेले अस्त्रशस्त्र व्यवहार करने उचित नुहे। यह नजर रखी भारतीय जवान अस्त्रशस्त्र व्यवहार करनथिले बोली से कहिसंती। राहुल गांधी को ट्वीट करी कहिथिले जे जवान माने अस्त्रशस्त्र धरि नथिबारु शहीद होइछन्ती। नंबर 20 कोविड परीक्षा पई मोबाइल लैब लॉन्च कले केंद्र स्वास्थ्य मंत्री। देश में भूताणु संक्रमण वृद्धि पाउଥିବା बेले सब नमूना परीक्षा को त्वरान्वित करने को चेष्टा करा जाउछि। देश में महामारी आक्रांतों संख्या बढ़ुवा देखि गुरुवार दिन केंद्र स्वास्थ्य मंत्री डॉक्टर हर्षवर्धन एक मोबाइल लैब आरंभ करिसंति, जहाँ सब नमूना परीक्षण में व्यवहृत हेबो। एही लैब जेकोसी स्थान को जाई आक्रांतों सब नमूना परीक्षा करि परिबो। नमूना परीक्षा को सहज करबा पई प्रथम करी केंद्र सरकार एही सुविधार शुभारंभ करिसंति। नंबर 21 जिनपिंग बिना अनुमति रे मृताहतों संख्या जारी करिबनी चाइना। लद्दाखर गलवान घाटी में भारत और चाइना मध्य घटी रक्ताक्त संघर्ष को 3 दिन बीती हें एजाए बेजिंग तरफ क्षयक्षति संपर्क में रिपोर्ट प्रकाश पाईना। अवश्य विभिन्न सूत्रु मिली सूचना अनुसार भारतीय जवानों पालटा आक्रमण में प्राय 43 ରୁ 45 जन चाइनीज जवान मृताहत होइतिबा जणा पड़िछि। सेहीपरि अमेरिका गुइंदा विभाग मध्य लद्दाखर गलवान भ्याली संघर्ष में 35 जन चाइनीज जवान निहत होइतिबा घोषणा करिछि। किंतु विस्तारवादी चाइना एजाए कौनसी तथ्य देना। एबे जना पड़ी जे भारतर पाल्टा आक्रमण में पीएलए रो बहु संख्यक जवान मृताहत होइछन्ति। तेबे राष्ट्रपति सी जिनपिंग संख्या प्रकाश करने एजाए अनुमति देई नथिबारु सरकारक पक्षरु कौनसी विवृत्ति जारी करा जाई नाही। सुशांत सिंह आत्महत्या घटना 8 जनक विरोध में मामला रुजु।
अभिनेता सुशांत सिंह राजपूतଙ୍କ आत्महत्या घटनाରେ 8 ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ଏମାନଙ୍କ ମଧ୍ୟରେ ବଲିଉଡ୍ ସୁପରଷ୍ଟାର ସଲମାନ ଖାନ, ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ସମେତ ବଲିଉଡ୍ ଇଣ୍ଡଷ୍ଟ୍ରିଜର ବିଭିନ୍ନ ଜଣାଶୁଣା ବ୍ୟକ୍ତିଙ୍କ ନାଁ ରହିଛି। ବିହାରର ଏକ ସ୍ଥାନୀୟ କୋର୍ଟରେ ବୁଧବାର ଦିନ ଏହି ମାମଲା ରୁଜୁ ହୋଇଛି। ଜୁଲାଇ 3ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି 8 ଜଣଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଜଣେ ଓକିଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଓକିଲ ଜଣକ ଅଭିଯୋଗ ଆଣିଛନ୍ତି ଯେ ଏହି 8 ଜଣ ବ୍ୟକ୍ତି ଷଡ଼ଯନ୍ତ୍ର କରି ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ। ଏହି ମାମଲାର ଅଭିନେତ୍ରୀ କଙ୍ଗନା ରଣାୱତ ସାକ୍ଷୀ ଥିବା ଜଣାପଡ଼ିଛି। ଓକିଲ ଜଣକ ଅଭିଯୋଗ ଆଣିଛନ୍ତି ଯେ ଏମାନେ ସମସ୍ତେ ଷଡ଼ଯନ୍ତ୍ର କରି ସୁଶାନ୍ତଙ୍କ ଚଳଚ୍ଚିତ୍ର ରିଲିଜ୍ କରିବାକୁ ଦେଇନଥିଲେ। କେବଳ ଏମାନଙ୍କ ପାଇଁ ସୁଶାନ୍ତଙ୍କୁ ଫିଲ୍ମ କାର୍ଯ୍ୟକ୍ରମରେ ମଧ୍ୟ ନିମନ୍ତ୍ରଣ କରାଯାଉନଥିଲା। ନମ୍ବର 23 ଚଳିତ ମାସ ଶେଷରୁ ମାର୍କେଟରେ ମିଳିବ ମହାମାରୀ ଔଷଧ ରେମଡେସିଭିର। ମହାମାରୀକୁ କେତେକାଂଶରେ ମାତ ଦେଇପାରୁଥିବା ଆଣ୍ଟିଭାଇରାଲ ଔଷଧ ରେମଡେସିଭିର ଚଳିତ ମାସ ଶେଷଠାରୁ ମାର୍କେଟରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେବ। ନିକଟରେ ଡ୍ରଗ୍ କଣ୍ଟ୍ରୋଲ ଜେନେରାଲ ଅଫ୍ ଇଣ୍ଡିଆ ସର୍ତ୍ତମୂଳକ ଭାବେ ମହାମାରୀ ରୋଗ ପାଇଁ ରେମଡେସିଭିରର ବ୍ୟବହାର କରିବାକୁ ଅନୁମତି ଦେଇଥିଲା। କେବଳ ଜରୁରୀ ସ୍ଥିତିରେ କିମ୍ବା କୋଭିଡ୍-19 ଯୋଗୁଁ ଅତ୍ୟନ୍ତ ସଙ୍କଟ ସ୍ଥିତିରେ ଥିବା ଲୋକଙ୍କୁ ହିଁ ଔଷଧ ଦିଆଯାଇପାରିବ ବୋଲି ଡିଜିସିଆଇ ଅନୁମତି ଦେଇଛି। 21ରେ ସୂର୍ଯ୍ୟପରାଗ। ଆସନ୍ତା 21 ତାରିଖରେ ଭାରତରେ ଦୃଶ୍ୟମାନ ହେବ ସୂର୍ଯ୍ୟପରାଗ। ପୂର୍ଣ୍ଣ ସୂର୍ଯ୍ୟପରାଗ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳରେ ଦୃଶ୍ୟମାନ ହେବ। ରାଜସ୍ଥାନ, ହରିୟାଣା, ଉତ୍ତରାଖଣ୍ଡ ରାଜ୍ୟରେ ପ୍ରାୟ 1 ମିନିଟ୍ ଧରି ବଳୟ ସୂର୍ଯ୍ୟପରାଗ ଦେଖାଯିବ। ଭାରତର ବାକି ସବୁ ଅଞ୍ଚଳରେ ଆଂଶିକ ପରାଗ ଦେଖାଯିବ। ଓଡ଼ିଶାରେ ସୂର୍ଯ୍ୟପରାଗ ପ୍ରାୟ 60ରୁ 62% ଘୋଡ଼େଇ ଦେବ। ଓଡ଼ିଶା ସହ ଭାରତର ସବୁ ଅଞ୍ଚଳରେ ସୂର୍ଯ୍ୟପରାଗ ସକାଳ 10ଟା 20 ମିନିଟ୍ରେ ଆରମ୍ଭ ହୋଇ ଅପରାହ୍ନ 2ଟା 20 ମିନିଟ୍ରେ ଶେଷ ହେବ। ମଧ୍ୟାହ୍ନ 12ଟା 15ରୁ 12ଟା 30 ମଧ୍ୟରେ ସର୍ବାଧିକ ଗ୍ରାସ ଦୃଶ୍ୟମାନ ହେବ। ଭୁବନେଶ୍ୱରରେ 10ଟା 38ରୁ ଆରମ୍ଭ ହୋଇ 2ଟା 9 ମିନିଟ୍ରେ ଏହା ଶେଷ ହେବ। ନମ୍ବର 26 ନେପାଳ ସଂସଦରେ ଭାରତର ଅଂଶ ଥିବା ନୂଆ ମ୍ୟାପ୍ ପାସ୍। ନିମ୍ନ ସଦନ ପରେ ନେପାଳ ସଂସଦର ଉଚ୍ଚ ସଦନରେ ବି ସର୍ବସମ୍ମତିକ୍ରମେ ସରକାର ଆଣିଥିବା ସଂଶୋଧିତ ମ୍ୟାପ୍ ସଂକ୍ରାନ୍ତ ବିଲ୍ ପାରିତ ହୋଇଛି। ଏହା ଏବେ ଆଇନରେ ପରିଣତ ହେବା ଏକ ପ୍ରକାର ନିଶ୍ଚିତ। ଭାରତର 3ଟି ଅଂଶକୁ ନେପାଳ ଏହି ମ୍ୟାପ୍ରେ ନିଜର ବୋଲି ଦର୍ଶାଇଛି। ନିମ୍ନ ସଦନରେ ଏହା ଯେତେବେଳେ ପାସ୍ ହୋଇଥିଲା ଏହାକୁ ଭାରତ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ତଥାପି ନେପାଳ ଏହାକୁ ବେଖାତିର କରି ଉଚ୍ଚ ସଦନରେ ନୂଆ ମ୍ୟାପ୍କୁ ଅନୁମୋଦନ କରିଛି। ନମ୍ବର 27 ଲଦାଖ ବିବାଦ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆମେରିକା ୟୁରୋପର ପରାମର୍ଶ। ଲଦାଖ ସୀମାରେ ଭାରତ ଚାଇନା ସୃଷ୍ଟି ହୋଇଥିବା ବିବାଦ ଉପରେ ଏବେ ସମଗ୍ର ବିଶ୍ୱର ନଜର ରହିଛି। ଦୁଇ ଦେଶର ସେନାବାହିନୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିବାରୁ ଶାନ୍ତି ସ୍ଥାପନ ପାଇଁ ବିଭିନ୍ନ ଦେଶ ପକ୍ଷରୁ ନିବେଦନ କରାଯାଉଛି। ଏହି କ୍ରମରେ ଆମେରିକା ଓ ୟୁରୋପ ପକ୍ଷରୁ ବି ଭାରତ ଚାଇନାକୁ ଲଦାଖ ବିବାଦର ସମାଧାନ ପାଇଁ ସଂକଳ୍ପ ପାରିତ କରିବାକୁ ପରାମର୍ଶ ଦିଆଯାଇଛି। ଆମେରିକା ପକ୍ଷରୁ କୁହାଯାଇଛି ଯେ ଉଭୟ ଚାଇନା ଓ ଭାରତ ଉତ୍ତେଜନା ହ୍ରାସ କରିବାକୁ ରାଜି ଥିବା ପୂର୍ବରୁ ଘୋଷଣା କରିସାରିଛନ୍ତି। ଆମେ ବର୍ତ୍ତମାନର ବିବାଦୀୟ ସ୍ଥିତିରେ ଏକ ଶାନ୍ତିପୂର୍ଣ୍ଣ ସଂକଳ୍ପ ଆଣିବା ସପକ୍ଷରେ ରହିଛୁ। ଭାରତ ଓ ଚାଇନା ମିଳିତ ଭାବେ ବିବାଦର ସମାଧାନ କରିବା ଦରକାର। ନମ୍ବର 28 ମହାନଦୀ ଗର୍ଭରେ ପ୍ରାଚୀନ ମନ୍ଦିରର ପୁନରୁଦ୍ଧାର ପାଇଁ ଧର୍ମେନ୍ଦ୍ରଙ୍କ ଚିଠି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ପଦ୍ମାବତୀ ଗାଁ ନିକଟ ମହାନଦୀ ଗର୍ଭରେ ଠାବ ପ୍ରାଚୀନ ଗୋପୀନାଥ ମନ୍ଦିରର ପୁନରୁଦ୍ଧାର ଓ ସ୍ଥାନାନ୍ତର ପାଇଁ ଏଏସ୍ଆଇକୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖି ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଛନ୍ତି। କେନ୍ଦ୍ରମନ୍ତ୍ରୀ ମନ୍ଦିର ପୁନରୁଦ୍ଧାର ପାଇଁ ଏଏସ୍ଆଇ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି ଧର୍ମେନ୍ଦ୍ର। ମନ୍ଦିରର ଐତିହାସିକ ମହତ୍ତ୍ୱ ଥିବାରୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ନିବେଦନ କରିଛନ୍ତି। ନମ୍ବର 30 ପୁଣି ଫେରିଲା ନୋକିଆ 5310। MSD ଗ୍ଲୋବାଲ ପକ୍ଷରୁ ଭାରତ ବଜାର ଲାଗି ନୂଆ ନୋକିଆ 5310 ଶୁଭାରମ୍ଭ କରାଯାଇଛି। ମୂଳ ନୋକିଆ 5310 ଏକ୍ସପ୍ରେସ୍ ମ୍ୟୁଜିକକୁ ନୂଆ କରି ନୂଆ ନୋକିଆ 5310ରେ ଏକ MP3 ପ୍ଲେୟାର, FM ରେଡିଓ, ଶକ୍ତିଶାଳୀ ଡୁଆଲ ଫ୍ରଣ୍ଟ ସେଟିଂ ସ୍ପିକରକୁ ସାମିଲ କରାଯାଇଛି। ମଡେଲଟି ଡୁଆଲ ସିମ୍ ଯୁକ୍ତ ହୋଇଥିବା ବେଳେ ଏହାର ବଜାର ଦର 3399 ଟଙ୍କା ରହିଛି। ଏହା ଧଳା, ଲାଲ ଏବଂ କଳା ଲାଲ ରଙ୍ଗରେ ଉପଲବ୍ଧ। ଉନ୍ନତ ଡିଜାଇନ ଏବଂ ବ୍ୟାଟେରୀ ବ୍ୟାକଅପ୍ ସହ ଏହା ଆସିଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଭିଡିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ବହୁତ ଧନ୍ୟବାଦ।